ଶ୍ରୀମଦ ଭଗବତ ଗୀତା ନବମ ଅଧ୍ୟାୟ ରାଜବିଦ୍ୟା ରାଜଗୁହ୍ୟ ଯୋଗ। ଶ୍ରୀ ଭଗବାନ ଉବାଚ ଏହି ଗୁହ୍ୟତମ ତତ୍ତ୍ୱକୁ କହିବି ଅର୍ଜୁନ ତୁମ୍ଭଙ୍କୁ। କାରଣ ଜାଣିଅଛି ମୋହି ଅସୂୟା ତୁମଠାରେ ନାହିଁ। ଜ୍ଞାନ ବିଜ୍ଞାନ ତତ୍ତ୍ୱ ଏହି ଶୁଣି ଅଶୁଭ ମୋକ୍ଷ ହୋଇ। ରାଜବିଦ୍ୟାଏ ରାଜଗୁହ୍ୟ ପବିତ୍ର ଅତି ଗୋପନୀୟ। ଉତ୍ତମ ଶ୍ରେଷ୍ଠ ଧର୍ମମୟ ପ୍ରତ୍ୟକ୍ଷ ସରଳ ଅବ୍ୟୟ। ଧର୍ମରେ ଅଶ୍ରଦ୍ଧା ପୁରୁଷ ନ କରି ମୋଠାରେ ନିବାସ। ମୃତ୍ୟୁଲୋକେ ପ୍ରତ୍ୟାବର୍ତ୍ତନ କରନ୍ତି ପରନ୍ତପ ଜାଣ। ଅବ୍ୟକ୍ତ ସ୍ୱରୂପେ ମୋହର ବ୍ୟାପୃତ ସମଗ୍ର ସଂସାର। ମୋ ମଧ୍ୟେ ସର୍ବଜୀବ ବାସ ତନ୍ମଧ୍ୟେ ନାହିଁ ମୋ ନିବାସ। ସଭିଙ୍କୁ ସୃଷ୍ଟି କରେ ମୋହି ପାଳନ କର୍ତ୍ତା ହୋଇଥାଏ। ଜୀବଙ୍କ ଶରୀର ମଧ୍ୟରେ କଦାପି ବାସ ମୁଁ ନ କରେ। ଯେମନ୍ତ ଆକାଶରେ ସ୍ଥିତ ସକଳ ଦିଗେ ପ୍ରବାହିତ। ସେହି ଶକ୍ତିଶାଳୀ ପବନ ଆକାଶେ ଶ୍ରିତ ଥାଏ ଜାଣ। ସେହିପରି ମୋର ମଧ୍ୟରେ ଆଶ୍ରିତ ସମସ୍ତେ ସଂସାରେ। ଯେମନ୍ତ କଳ୍ପଶେଷ ହୁଏ ମୋ ପ୍ରକୃତି ଲୀଳା ଦେଖାଏ। ସକଳ ଭୂତ ଯାନ୍ତି ନାଶ ମୋର ପ୍ରକୃତିରେ ପ୍ରବେଶ। ପୁନଶ୍ଚ ସୃଷ୍ଟି ଆରମ୍ଭରେ ଉତ୍ପନ୍ନ ସେମାନଙ୍କୁ କରେ। ସମସ୍ତ ପ୍ରକୃତି ଅର୍ଜୁନ ଅଟଇ ମୋହର ଅଧୀନ। ପ୍ରକୃତି ବଶେ ଜୀବ ଥାଇ ବାରମ୍ବାର ସୃଷ୍ଟି ହୁଅଇ। ସମସ୍ତ କର୍ମଠାରୁ ମୋହି ପୃଥକ ଅନାସକ୍ତ ଥାଇ। ତେଣୁ କର୍ମ ଫଳ ବନ୍ଧନ ବାନ୍ଧି ନ ପାରେ ମୋତେ ଜାଣ। ମୋର ଅଧ୍ୟକ୍ଷତାରେ ଥାଇ ପ୍ରକୃତି ଉତ୍ପନ୍ନ କରଇ। ଚର ଓ ଅଚର ସମସ୍ତ ବିସ୍ତୃତ ସକଳ ଜଗତ। ସୃଷ୍ଟି ପାଳନ ଅବସାନ ଚକ୍ର ପରି ଏହି ଘୂର୍ଣ୍ଣନ। ଶରୀରଧାରୀ ଭାବିଥାଇ ହତାଦର ମୋତେ କରଇ। ଜାଣି ନ ପାରେ ମୂଢ଼ ନର ମୁଁ ସର୍ବଭୂତ ମହେଶ୍ୱର। ରାକ୍ଷସୀ ଆସୁରୀ ମୋହିନୀ ଆଶ୍ରୟ ନିଏ ଯେଉଁ ପ୍ରାଣୀ। ଆଶା କର୍ମ ଜ୍ଞାନ ତାହାର ବୃଥା ଅଟଇ ଧନୁର୍ଦ୍ଧର। ସଚରାଚର ଯେତେ ପ୍ରାଣୀ ଭୂତାଦି ଅବ୍ୟୟ ମୁଁ ଜାଣେ। ଅନନ୍ୟ ଚିତ୍ତେ ମୋର ଧ୍ୟାନ କରନ୍ତି ମୋହର ଭଜନ। ମୋ ଦୈବୀ ପ୍ରକୃତି ଆଶ୍ରୟ ମହାତ୍ମା ନିଏ ଧନଞ୍ଜୟ। ସର୍ବଦା ମୋ ଗୁଣ କୀର୍ତ୍ତନ ଯତ୍ନରେ ଦୃଢ଼ ବ୍ରତୀ ଜନ। ସଦା ମୋଠାରେ ରଖି ଚିତ୍ତ ଭକ୍ତିର ସହ ପ୍ରଣିପାତ। ମୋ ସହ ନିତ୍ୟ ଯୁକ୍ତ ହୋଇ ମୋ ଉପାସନା କରିଥାଇ। ଏକତ୍ୱରେ ବା ପୃଥକରେ ଏମନ୍ତ ବହୁଳ ବିଧିରେ। ଜ୍ଞାନ ଯୋଗ ବ୍ରତୀ ସାଧକ ମୋ ସହ ଚିନ୍ତୁଥାଇ ଏକ। ଅନ୍ୟ କିଛି ଭକ୍ତ ସାଧକ ନିଜକୁ ମୋଠାରୁ ପୃଥକ। ଏମନ୍ତ ମନେ ଚିନ୍ତୁଥାଇ ମୋ ବିଶ୍ୱରୂପକୁ ପୂଜଇ। କ୍ରତୁଯଜ୍ଞ ମୁଁ ବନସ୍ପତି ଶ୍ରାଦ୍ଧ ମନ୍ତ୍ର ଘୃତ ଆହୁତି। ହୋମାଗ୍ନି ହୋମ କ୍ରିୟା ମୋହି ସବୁର ମୂଳ ମୁଁ ଅଟଇ। ପିତା ମାତା ମୁଁ ଜଗତର ଧାତା ପିତାମହ ପ୍ରାଣୀର। ବେଦର ଓଙ୍କାର ଅଟଇ ଋକ୍ସାମ ଯଜୁର୍ବେଦ ମୁହିଁ।
सकल जगतर भर्ता पालक मोहि अन्नदाता साक्षी मुनिवास आश्रय विनाश कर्ता मो अव्यय अंतिम लक्ष्य जीवंकर अविनाशी बीज आधार सूर्य रूपरे मो अर्जुन उत्ताप लोके दिए जान सूर्य रूपरे मो अर्जुन उत्तापा लोक दिए जान जल निग्रह मु करई वर्षार कारण अटई अमृत मृत्यु मु अटई सत असत मु हुई तिनि बेदरे विज्ञजन जे करे सोमरस पान यज्ञादि अनुष्ठान करी निष्पाप मोर पूजा करी स्वर्गलोक प्राप्ति निमन्ते प्रार्थना करिथान्ति मोते इंद्रलोक प्राप्त करिण भोगिथान्ति सुख अर्जुन पुण्य फलर अनुजाई स्वर्गरे सुख भोगिथाई अर्जित पुण्य अंत परे से नर मृत्युलोक फेरे वेद वर्णित कर्म करी सकाम धर्म को आचरी स्वर्ग को गमनागमन चाली रही थाए अर्जुन मोठारे अनन्य चिंतन सर्वदा करे जेउ जन मोठारे सदा मन देई मोर उपासना करई अप्राप्त वस्तु ताको प्राप्त कराई थाए मोहि पार्थ ता प्राप्त वस्तु जहा थाई तार सुरक्षा मु करई अन्य देवा देवी पूजन श्रद्धारे करे जेउ जन प्रकृतरे मोते पूजई से मार्ग विधि युक्त नोहि सर्वयज्ञर प्रभु मोहि भोक्ता मध्यरे मो अटई तत्वे मोते के न जानन्ति मृत्युलोककु फेरिथान्ति देव पूजक देव पाए पितृपूजक पितृ जाए भूत प्रेत को जे पूजन्ति भूत प्रेत जोनि पान्ति मो पूजक किंतु अर्जुन निश्चय मोते प्राप्त जान पत्र पुष्परे के पूजई फल बा जल देई थाई भक्ति निमग्न चित्त होई जे भक्त मोते जहा देई तार उपहार ग्रहण करी थाए मोहि अर्जुन प्रतिकर्म तुम अर्जुन जहा कर तुमे भक्षण तुमर सर्वयज्ञ दान कर मोते तुमे अर्पण कर्म कर्म फल अर्पण यदि कर तुमे अर्जुन शुभ ओ अशुभ फलरु समस्त कर्म बंधनरु मुक्त हेब तुमे निश्चय मोते ही प्राप्त धनंजय सकल जीवंकु अर्जुन समभावे करे दर्शन ना केहि प्रिय नाही गुण्य समस्ते मो पाई समान जे भक्त मोते आराधई तांक पाशे मु निवासई मो पाशरे तांक निवास लभिथान्ति दिव्य संतोष अत्यंत दुराचारी जन अनन्य चित्तरे अर्जुन जदि करई मो भजन हुई धर्म परायण साधु रूपे परिवर्तन विराट निराट सत्य एवचन अविलंबे धर्मात्मा होई शाश्वत सुख कुल भई निष्ठारे मोते जे पूजई विनाश तार न हुई पाप जो निरुजात जीव नारी वैश्य शूद्र मानव जदि हुए मोर आश्रित परम गति ताकु प्राप्त भक्त राजर्षि ओ ब्राह्मण पुण्यात्मा तथा ज्ञानी जन
ସେମାନଙ୍କ କଥା ଅର୍ଜୁନ ନ କହିବାହିଁ ଭଲ ଜାଣ। ଅନିତ୍ୟ ଲୋକେ ତୁମ ଜନ୍ମ ଭଜନ କର ମୋର ନାମ। ମୋଠାରେ ତୁମେ ଦେଇ ମନ ମୋର ଭକ୍ତ ହୁଅ ଅର୍ଜୁନ। ସଦା ମୋହର ପୂଜା କର ହସ୍ତ ଯୋଡ଼ିଣ ନମସ୍କର। ମୋଠାରେ ଆତ୍ମା ଯୁକ୍ତ ହୋଇ ମୁଁ ତୁମ ଲକ୍ଷ୍ୟ ଜୀବନର। ମୋଠାରେ ଆତ୍ମା ଯୁକ୍ତ କର ମୁଁ ତୁମ ଲକ୍ଷ୍ୟ ଜୀବନର। ଏମନ୍ତ କରିଣ ଅର୍ଜୁନ ନିଶ୍ଚୟ ମୋତେ ପ୍ରାପ୍ତ ଜାଣ। ଅମୂଲ୍ୟ ଧାର ଜ୍ଞାନ ବାଣୀ କୃପେ କହନ୍ତି ଚକ୍ରପାଣି। ମୁଁ ଅଟଇ ମୂଢ଼ ମାନବ କିଛି ନ ବୁଝଇ ମାଧବ। ତୁମ କୃପାରୁ ଚକ୍ରଧର ଲେଖନି ଚାଲୁଛି ମୋହର। କବି ଯୋଗ୍ୟତା ମୋର ନାହିଁ ତୁମ ଆଦେଶେ ଲେଖେ ମୁହିଁ। ପଢ଼ିଣ ଏହା ଭକ୍ତଜନ କ୍ଷମା କରିବେ ତ୍ରୁଟିମାନ। ଏମନ୍ତ କହେ କୃଷ୍ଣ ଦାସ ଶ୍ରୀଚରଣରେ ରଖି ଆସ। ନବମ ଖଣ୍ଡ କୃଷ୍ଣ ଗୀତ କରଇ ଏଠାରେ ସମାପ୍ତ। ଓଂ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସଂବାଦେ राजविद्या राजगुह्ययोगो नाम नवमोऽध्यायः।